ଗତ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିଥିଲି ଯେ ଛୋଟ ବେଳରୁ ମୋର ରୋଷେଇ କରିବାରେ ଭାରି ଇଚ୍ଛା ଏବଂ ଖାନା ଖଜାନାରୁ ଦେଖି ମୁଁ ବିଭିନ୍ନ ପ୍ରକାର ଭଲ ଭଲ ରେସିପି ସବୁ ରୋଷେଇ ମୁଁ ପ୍ରାୟ କ୍ଲାସ୍ 8ରୁ କରିବା ଆରମ୍ଭ କରିଦେଇଥିଲି। ଯେଉଁଗୁଡ଼ା ମୋ ଦ୍ୱାରା ସମ୍ଭବ ସେଇ ରୋଷେଇ ଗୁଡ଼ା କରୁଥିଲି। ଆଉ ଏଇ ରୋଷେଇଟା ମୁଁ ପ୍ରାୟ ଦ୍ୱିପହର ସମୟରେ କରୁଥିଲି। ଯେତେବେଳେ ଖାଇ ପିଇ ସମସ୍ତେ ଶୋଇପଡ଼ିଥାନ୍ତି ଘର, ମୁଁ ସେଇ ସମୟରେ ଏଇ ରୋଷେଇ ଗୁଡ଼ା ସବୁ କରେ। ସେତେବେଳେ ତ ଆଉ ଗ୍ୟାସ୍ ଚୁଲା ନଥିଲା, ଇଲେକ୍ଟ୍ରିକ୍ ହିଟର୍ ନହେଲେ ଗ୍ୟାସ୍ ଷ୍ଟଭ୍। ମୁଁ ଇଲେକ୍ଟ୍ରିକ୍ ହିଟର୍ରେ ଏଇସବୁ ରୋଷେଇ ଗୁଡ଼ା ଦ୍ୱିପହର ସମୟରେ କରେ। ପ୍ରାୟ 27-28 ବର୍ଷ ତଳର କଥା। ନୂଆ ନୂଆ ରେସିପି ବନେଇବା ସହିତ ମୋତେ ଅନ୍ୟମାନଙ୍କୁ ବନେଇ ଖୁଆଇବାଟା ବହୁତ ଭଲ ଲାଗେ। ସେଥିପାଇଁ ସାଙ୍ଗସାଥିମାନେ ସନ୍ଧ୍ୟାବେଳେ ଆସିଲେ ତାଙ୍କୁ ମଧ୍ୟ ନୂଆ ନୂଆ ଯାହା ବନେଇଥାଏ ବନେଇକି ଖୁଆଇବା ମୋର ଭାରି ଆଗ୍ରହ। ସେତେବେଳେ ମୋ ହାତରୁ ବାଦାମ ପେସ୍ତା ଆଉ ରୋଜ୍ କେକ୍ ଏଇ ଦୁଇଟା ଆଇଟମ୍ ମୋ ହାତରେ ସବୁଠୁ ବହୁତ ସୁନ୍ଦର ବନୁଥାଏ। ପ୍ରାୟ ମୁଁ ଏଇ ଜିନିଷ ଦୁଇଟା ବହୁତ ଭଲ ଭାବେ ବନେଇନିଏ। ମୋତେ ଏସବୁ ଭଲ ଭଲ ଜିନିଷ ବନେଇବା ସିନା ଆସୁଥିଲା, କିନ୍ତୁ ବହୁତ ବଡ଼ ହେବା ପର୍ଯ୍ୟନ୍ତ ଭାତ, ଡାଲି ଆଉ ଯେଉଁ ଆମର ନର୍ମାଲ ଯେଉଁ ସବୁ ତରକାରୀ ଘରେ ରେଗୁଲାର ଲାଇଫ୍ର ଖାଇବା ପାଇଁ ଦରକାର, ସେସବୁ ଜିନିଷ ବହୁତ ବଡ଼ ହେବା ପର୍ଯ୍ୟନ୍ତ ମୋତେ ଆସୁନଥାଏ। କାହିଁକି ନା ଘରେ କେବେ ଦରକାର ପଡ଼ିନଥିଲା ଏସବୁ ବନେଇବା। ଘରେ ତ ବୋଉ ରୋଷେଇ କରନ୍ତି, ତା ସାଙ୍ଗରେ ମୋର ଯେହେତୁ ଉପରେ 2 ଜଣ ବଡ଼ ଭଉଣୀ ଥିଲେ, ତ ମୋ ପର୍ଯ୍ୟନ୍ତ ମୁଁ କେବେ ବି ରୋଷେଇ ଆଉ କରିବାକୁ ପଡ଼ିନଥିଲା। କିନ୍ତୁ ଏଇ ଭାତ, ଡାଲି ଆଉ ଯେଉଁ ସବୁ ବେସିକ୍ ଆମର ଯେଉଁଗୁଡ଼ା ତରକାରୀ ସବୁ ମୁଁ ବନେଇ ଶିଖିଥିଲି ବାହାଘର ପୂର୍ବରୁ, କିନ୍ତୁ କେମିତି ଶିଖିଲି ମୁଁ ସେଇଟା ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ଆଗାମୀ ଭିଡ଼ିଓରେ ସେୟାର କରିବି। ତାର ଗୋଟେ ବହୁତ ସୁନ୍ଦର ମୋର ଏକ୍ସପିରିଏନ୍ସ ରହିଛି, ଯେଉଁଟାକି ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ତ ଆଜି ଦେଖିନେବା ଏଇଠି ମୁଁ କ'ଣ କ'ଣ ସବୁ ପ୍ରିପାରେସନ୍ କରିକି ରଖି ସାରିଲିଣି। ଆଜିର ଯେଉଁ ରୋଷେଇ ବନେଇବି ସେଥିପାଇଁ ପୋଟଳ ଗୁଡ଼ାକୁ ଚୋପା ଛଡ଼େଇକି ରଖିଦେଲି, ତା ଭିତରୁ ମଞ୍ଜି ଗୁଡ଼ା କାଢ଼ିକି ରଖିଦେଲି। ତାପରେ ମୁଁ ଏଇଠି ନେଇଛି ଛେନା, ଆଳୁ, ସିଝା ଆଳୁ, ଆଉ ଏଇଠି ନେଇଛି କଟା ହେଇଥିବା କଞ୍ଚା ପିଆଜ, କଟା ହେଇଥିବା କଞ୍ଚା ଲଙ୍କା, ଧନିଆ ପତ୍ର। ତାପରେ ମୁଁ ନେଇଛି ଏଇଠି ଚାଟ୍ ମସଲା, ଲଙ୍କା ଗୁଣ୍ଡ ଆଉ ଲୁଣ, ଏସବୁକୁ ଗୋଳେଇ ଦେଲି। ଭଲ ଭାବେ ମୁଁ ଗୋଳେଇ ନେଲି। ଗୋଳେଇ ସାରିଲା ପରେ ଯେଉଁ ପୋଟଳ ଭିତରୁ ମୁଁ ମଞ୍ଜି କାଢ଼ିକି ରଖିଥିଲି ତା ଭିତରେ ସବୁ ଏଇ ଷ୍ଟଫିଙ୍ଗ ଗୁଡ଼ା ପୁରେଇ ଦେଲି। ପୁରେଇ ସାରିଲା ପରେ ଏଇଠି ମୋର ଦେଖନ୍ତୁ ଥାଳିରେ ମୁଁ ସଜେଇକି ରଖିଦେଲି। ଏବେ ଏହାକୁ ଆମେ ଫ୍ରାଏ କରିବା। ଗ୍ୟାସ୍ରେ ମୁଁ ଗୋଟେ ସାଇଡ଼୍ରେ ଗୋଟେ ଫ୍ରାଇଂ ପ୍ୟାନ୍ ଆଉ ଗୋଟେ ସାଇଡ଼୍ରେ ଗୋଟେ କରେଇ ନେଇଯିବି। ସବୁଠୁ ପ୍ରଥମେ ଫ୍ରାଇଂ ପ୍ୟାନ୍ରେ ଅଳ୍ପ ନେଲି ତେଲ, 2 ଚାମଚ ପାଖାପାଖି ସୋରିଷ ତେଲ ନେଲି। ତାପରେ ତାକୁ ଆମେ ଏବେ ପୋଟଳ ଗୁଡ଼ାକୁ ଧୀର ଜାଳରେ ଫ୍ରାଏ କରିବା। ଗୋଟେ ସାଇଡ଼୍ ହେଇଗଲା ପରେ ତାପରେ ଆଉ ଗୋଟେ ସାଇଡ଼୍ ଫ୍ରାଏ କରିବା। ତ ଗୋଟେ ସାଇଡ଼୍ ଏମିତି ହେଇଗଲା। ଏବେ ତାକୁ ଆମେ ଢାଙ୍କୁଣି ଦେଇଦେବି। ଢାଙ୍କୁଣି ଦେଇକି ଯେତେ ପର୍ଯ୍ୟନ୍ତ ଏଇଟା ଫ୍ରାଏ ହେଉଥିବ, ତା ଆର ସାଇଡ଼୍ରେ ଆମେ ତାର ଗ୍ରେଭିଟା ବନେଇ ନେବା। ତ କଡ଼େଇରେ ମୁଁ ନେଇଗଲି ସେମିତି 2 ଚାମଚ ପାଖାପାଖି ତେଲ। ତାପରେ ତେଲରେ ଅଳ୍ପ ଟିକେ ଲୁଣ ପକେଇଦେବା। ଲୁଣ ପକେଇଲେ ଏଇ ଯେଉଁ ମସଲା ଆମେ ପକେଇବା ନା, ତା ତେଲଟା ଉପରକୁ ଆଉ ଛିଟକିକି ପଡ଼େନି। ତ ଏଇଟା ଗୋଟେ କୁକିଂ ଟିପ୍ସ ମଧ୍ୟ। ଆପଣ ଯେତେବେଳେ ବି ତେଲ ରେ କଡ଼େଇରେ ରଖିବେ, ଯଦି ଅଳ୍ପ ଲୁଣ ପକେଇଦେବେ, ତେବେ କେବେ ବି ଆଉ ଆମର ଏଇ ଯେଉଁ ମସଲାଟା ଉପରକୁ ଛିଟକି ତେଲ ବାହାରିବନି। ସେଥିରେ ପିଆଜଟାକୁ ମୁଁ ଟିକେ ଅଳ୍ପ ସମୟ ଭାଜି ସାରିଲା ପରେ ତା ଦେହରେ ପକେଇଦେବି ଅଦା ରସୁଣ ପେଷ୍ଟ। ଆଉ ଏଠି ମୁଁ ଲଙ୍କାକୁ ବାଟିକି ରଖିଛି, ଜିରା ଆଉ ଲଙ୍କା। ଏଇଟା କାଶ୍ମୀରୀ ରେଡ୍ ଚିଲିଟା ରଙ୍ଗ ଭଲ ହେବ। ଆଉ ଗୋଟେ ଟମାଟୋକୁ ପ୍ୟୁରି କରିକି ରଖିଛି, ତାକୁ କଦୁକସ୍ କରି ନେଇଛି ଟମାଟୋଟାକୁ। ବାସ୍ ଏବେ ଏଇ ସବୁ ମସଲାକୁ ଆମେ ଭଲ ଭାବେ କଷି ନେବା। ତାପରେ ଏପଟେ ପୋଟଳଟା ହେଇଗଲାଣି ଗୋଟେ ସାଇଡ଼୍, ଆଉ ଗୋଟେ ସାଇଡ଼୍ ତାକୁ ମୁଁ ଏବେ ଓଲଟେଇ ଦେବି। ଏବେ ମୁଁ ମସଲାରେ ଟିକେ ପକେଇଦେଲି ହଳଦୀ ଗୁଣ୍ଡ, ଆଉ ପକେଇଲି 1 ଚାମଚ ଗରମ ମସଲା ପକେଇକି ତାକୁ ଟିକେ ଭଲ ଭାବେ କଷି ସାରିଲା ପରେ ଏବେ ଏଥିରେ ମୁଁ ଗୋଟେ ନଡ଼ିଆର ତାର କ୍ଷୀର ବାହାର କରିକି ରଖିଛି। ନଡ଼ିଆଟାକୁ ଗରମ ପାଣିରେ ବତୁରେଇକି ରଖିଥିଲି। ତାପରେ ତାକୁ ଭଲ ଭାବେ ଚିପୁଡ଼ିକି ତାର କ୍ଷୀରଟା ବାହାର କରିକି ରଖିଲି, ସେଟା ଗ୍ରେଭିରେ ପକେଇଦେଲି। ଏବେ ଗ୍ରେଭିଟା କିଛି ସମୟ ଆମେ ହବାକୁ ଛାଡ଼ିଦେବା। ଆଉ ସେଇ ସମୟ ଭିତରେ ପୋଟଳଟାକୁ ମୁଁ ଏପାଖ ସେପାଖ କରିକି ଦେଖିନେବି ଏଇଟା ଭଲ ଭାବେ ହେଇଛି କି ନାହିଁ। ଭଲ ଭାବେ ରେଡ୍ ହେବା ପର୍ଯ୍ୟନ୍ତ ପୋଟଳଟାକୁ ଆମେ କରିନେବା। ଗ୍ରେଭିଟା ବି ଏଇଠି ମୋର ଫୁଟିବାକୁ ଲାଗିଛି। ଏବେ ଗ୍ରେଭିଟା ଆମର ବନିଗଲାଣି। ଏଇଟା ଏମିତି ବହଳିଆ ବହଳିଆ ରହିବ। ଆଉ ଗ୍ୟାସ୍ଟା ବନ୍ଦ କରି ସାରିଲା ପରେ ପୋଟଳ ଗୁଡ଼ା ଯେଉଁ ଆମେ ଭାଜିକି ରଖିଛେ ତା ଉପରେ ଏମିତି ରଖିଦେବା।
कहीं ताकू जदि पोटल पकईकि फुटेवा ताहले आमर एई ग्रेभीर पोटलटा बहुत सीझीज भल लगे खायापी से एमती पोटलटा आम उपरे उपरे रखिकी गैसटा को बंद करदे आउ जितेबाला सर्व करवा ना से प्रथमे पोटलटा दबा तापर साइड्रे ग्रेभी गुड़ा दबा बास आज मोर ये रेसिपी बनईकी तैयार हो गला। आपन को जदि मोर आज ये वीडियो भल लगी तो लाइक गोटे एबे दे दियंतु। जदि मोर चैनल को आपन सब्सक्राइब करना तो चैनल टी को सब्सक्राइब कर दियंतु। पुणी मिसिवा आउ गोटे नुआ सुंदर वीडियो सहित सेतबे पर्यंत रहुछि। नमस्कार, बाय बाय।